ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ରାଜକନିକା ବ୍ଲକ ଅନ୍ତର୍ଗତ ଉଜାଙ୍ଗ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ଓ 3 ଦିନ ଧରି ଚାଲିଥିବା ସପ୍ତମ ରୁଦ୍ର ମହାଯଜ୍ଞ ଭକ୍ତି ଓ ଶ୍ରଦ୍ଧା ସହିତ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଥିଲା ଉଜାଙ୍ଗ ଗ୍ରାମ। ପ୍ରଥମ ଦିନ ବିରାଟ କଳସ ଶୋଭାଯାତ୍ରା, ଦ୍ୱିତୀୟ ଦିନ ରୁଦ୍ର ମହାଯଜ୍ଞ ଆରମ୍ଭ ହେବା, ତୃତୀୟ ଦିନ ପୂର୍ଣ୍ଣାହୁତି ଓ ହରିହାଟ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳିରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଗ୍ରାମରେ 2 ଜଣ ବରିଷ୍ଠ ପୁରୁଷ, 2 ଜଣ ବରିଷ୍ଠ ମହିଳା, ସମସ୍ତ ବିବାହିତ ଝିଅମାନଙ୍କୁ ଗ୍ରାମବାସୀମାନେ ସମ୍ବୋଧିତ କରିଥିଲେ। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କର ଶରଣାପନ୍ନ ହୋଇ ଆମେ ଆରମ୍ଭ କରୁଛୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ। ଏହି ମହାଯଜ୍ଞ ଆଜି ସପ୍ତମ ବାର୍ଷିକରେ ପରିଣତ ହୋଇଛି। ଆଜି ହେଉଛି ତାର ପୂର୍ଣ୍ଣାହୁତି ଦିବସ। ପୂର୍ଣ୍ଣାହୁତିରେ ଆମର ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଉଦ୍ଦେଶ୍ୟରେ 1,100 ଆହୁତି ପ୍ରଦାନ କରାଯାଇଛି ଏବଂ ଚଣ୍ଡୀ ପାଠ ମଧ୍ୟ ଆହୁତି କରାଯାଇଛି। ଗୀତାରେ ହବନ ମଧ୍ୟ କରାଯାଇଛି। ତେଣୁ ଆଜି ପୂର୍ଣ୍ଣାହୁତି ଦିବସ। ତେଣୁ ଧର୍ମ ଦ୍ୱାରା ସମସ୍ତ ରୋଗ, କ୍ଲେଶ, ଶୋକ, ସନ୍ତାପ, ଦୁଃଖ, ଦାରିଦ୍ର୍ୟ ଦୂର ହୋଇଥାଏ। ଯଜ୍ଞେନ ଲୋକା ଅମ୍ଳାନ ଭବନ୍ତି, ଯଜ୍ଞେନ ଦେବା ଅମୃତତ୍ୱମାପ୍ନୟୋ, ଯଜ୍ଞେନ ପାପ ବହୁଧା ବିମୁକ୍ତି ପ୍ରାପ୍ନୋତି ଲୋକା ପରମସ୍ୟ ବିଷ୍ଣୁ। ତେଣୁ ଯଜ୍ଞ କର୍ମ ଦ୍ୱାରା ସମସ୍ତ ରୋଗ, ବ୍ୟାଧି, କ୍ଲେଶ, ଦୁଃଖ, ଶୋକ, ସନ୍ତାପ, ଦାରିଦ୍ର୍ୟ ଦୂର ହୋଇଥାଏ। ତେଣୁ ସମସ୍ତ ଗ୍ରାମବାସୀ, ଉଦ୍ୟୋକ୍ତା, କର୍ମକର୍ତ୍ତା, ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଣଙ୍କୁ ଜଣାଉଛି। ତେଣୁ ସମସ୍ତେ ଏହି ଧର୍ମ କର୍ମରେ ନିଜକୁ ନିୟୋଜିତ କରନ୍ତୁ। ଇଦମ ଶରୀର କୁହନ୍ତି ଏ କ୍ଷେତ୍ର ମିତ୍ୟ ବିଦ୍ୟତେ। ଏ ଶରୀର ହେଉଛି ଏକ କ୍ଷେତ୍ର। ଏ କ୍ଷେତ୍ରକୁ ଧର୍ମ କ୍ଷେତ୍ରରେ ନିୟୋଜିତ କରିପାରିଲେ ତାହା ହିଁ ପ୍ରକୃତ ହେଉଛି ଧର୍ମ। ତେଣୁ ହେ ସଜ୍ଜନ, ହେ ଶ୍ରଦ୍ଧାଳୁ, ହେ ଉଜାଙ୍ଗ ଗ୍ରାମବାସୀ ସମସ୍ତେ ଶ୍ରଦ୍ଧାର ସହିତ ଏହି ଯଜ୍ଞକୁ ଆପଣଙ୍କ ଯଜ୍ଞରେ ନିୟୋଜିତ ହୁଅନ୍ତୁ। ଏ ଧର୍ମ କର୍ମରେ ନିୟୋଜିତ ହୁଅନ୍ତୁ। ଏ ଅନୁଷ୍ଠାନ ହେଉଛି ଆପଣଙ୍କର। ଏ ଅନୁଷ୍ଠାନ କିପରି ଭାବରେ ଉନ୍ନତି କରିବେ ତାହା ମଧ୍ୟ ଆପଣଙ୍କର ଦାୟିତ୍ୱ। ଯାହା ହଉ, ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେବି ଉଜାଙ୍ଗବାସୀ, କର୍ମକର୍ତ୍ତା ଏବଂ ସମସ୍ତ ଗ୍ରାମବାସୀଙ୍କୁ। ଯାହା ହଉ, ଏ ଅନୁଷ୍ଠାନର ଉତ୍ତରତର ଉନ୍ନତି କରିବା ପାଇଁ ନିଜେ ମଧ୍ୟ ବ୍ୟସ୍ତ ଏବଂ ଚିନ୍ତା କରୁଛନ୍ତି। ଯାହା ହଉ, ଆମକୁ ପ୍ରଧାନ ଆଚାର୍ଯ୍ୟ ରୂପରେ ବରଣ କରିଥିବାରୁ ଆମେ ମଧ୍ୟ ଧନ୍ୟ। ବିଶେଷ କରି ଆଉ ଗୋଟିଏ କଥା, ମହାପ୍ରଭୁ ନୀଳକଣ୍ଠ ଟିକେ ଆରମ୍ଭ କରିବା ପାଇଁ ଚାହିଁଥିଲୁ। ସେତେବେଳେ ଆମ ମନରେ ଗୋଟେ ଭୟ ଥିଲା, ଏଇ ଅନୁଷ୍ଠାନ ଟିକେ ଆମେ ଆଗକୁ ନେଇପାରିବା ତ। କିନ୍ତୁ ବହୁତ ସେତେବେଳେ ଅକୁଣ୍ଠ ସାହାଯ୍ୟ, ଗ୍ରାମବାସୀ ମାନଙ୍କର ଅକୁଣ୍ଠ ସାହାଯ୍ୟ, ଅକୁଣ୍ଠ ସହଯୋଗ ଆମ ମନରେ ଆହୁରି ଆଗକୁ ଯାହାକୁ ଉତ୍ସାହ ପ୍ରଦାନ କଲା। ଯାହା ଫଳରେ ପ୍ରତି ବର୍ଷ ଆମେ ଏଇ ଯଜ୍ଞ ଅନୁଷ୍ଠାନଟିକି ସୁଚାରୁ ରୂପେ କରି ଆସୁଅଛୁ। ଏଇ ଅନୁଷ୍ଠାନଟି କରିବା ଫଳରେ ଆମ ଗ୍ରାମର କଣ ଉନ୍ନତି ହେଇଛି ବା ହେଇନାହିଁ ସମସ୍ତେ ତାହା ମର୍ମେ ମର୍ମେ ଅନୁଭବ କରିଛନ୍ତି। ଯାହା ପରିପ୍ରକାଶ କରିବା, ଭାଷାରେ ପରିପ୍ରକାଶ କରିବା ଉଚିତ ନୁହେଁ, ମୁଁ ଅନୁଭବ କରୁଛି। କାରଣ ଯାହା ହଉଛି ସେଇ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଆଶୀର୍ବାଦ କ୍ରମେ। ଦ୍ୱିତୀୟରେ ମୋର ବ୍ୟକ୍ତିଗତ ଭାବରେ କିଛି ଅନୁଭୂତି ମୁଁ ପ୍ରକାଶ କରିବାକୁ ଚାହୁଁଛି। ଯେ ଯେତେବେଳେ ପ୍ରଥମ ଯଜ୍ଞ ହେଇଥିଲା, ମୁଁ ଠାକୁରଙ୍କୁ ଡାକିଥିଲି ମୋର କିଛି ପାରିବାରିକ ସମସ୍ୟା ବା ମୋର ବ୍ୟକ୍ତିଗତ ସମସ୍ୟାର ସମାଧାନ ଠାକୁର କରିଦିଅନ୍ତୁ। ଠାକୁର କରିଦେଇଛନ୍ତି। ମୁଁ ତାହା ପ୍ରକାଶ କରିବାକୁ ଚାହୁଁନି। ଅନ୍ୟମାନେ କଣ ପାଇଛନ୍ତି ସେମାନେ ତାଙ୍କର ଅନୁଭୂତି ପ୍ରକାଶ କରନ୍ତୁ ଏବଂ ଏଇ ଅନୁଭୂତି ପ୍ରକାଶ କଲେ ସମସ୍ତଙ୍କ ମନରେ ଗୋଟେ ବିଶ୍ୱାସ ଆସିବ। ବିଶ୍ୱାସ ଆଉ ଆସ୍ଥା ଏ ଦୁଇଟି ଶବ୍ଦ ଏକା, ଅର୍ଥ ଭିନ୍ନ। ଏଇ ଯଜ୍ଞ ବର୍ଷ ହେଲାଣି। ଏଇ ଯଜ୍ଞ ଆମ ଗ୍ରାମର ମହାଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଉପଲକ୍ଷେ ଏଇ ଯଜ୍ଞ ଆୟୋଜନ କରାଯାଇଥିଲା। ପ୍ରଥମେ ଆମେ ଏକୁ କରିବାକୁ ଭାରି ଡର ପ୍ରକାଶ କରୁଥିଲୁ, କିନ୍ତୁ ଯାହା ହଉ ଠାକୁରଙ୍କ କୃପାରୁ ଏ ଯଜ୍ଞଟି ପ୍ରଥମ ବର୍ଷ ସମ୍ପୂର୍ଣ୍ଣ ରୂପେ ଉତ୍ସାହର ସହିତ ପାଳିତ ହେବାରୁ ଆମେ ଦୀର୍ଘ ଦିନ ହେଲା ତାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କଲୁ। ତେଣୁ ଆମ ଚେଷ୍ଟା ନୁହେଁ, ଏଟା କହିବାକୁ ପଡିବ ସେଇ ନୀଳକଣ୍ଠେଶ୍ୱରଙ୍କର ଇଚ୍ଛା ବା ଆମେ ଯୋଉ ସବୁ ଈଶ୍ୱରଙ୍କୁ ବିଶ୍ୱାସ କରୁଛୁ ସେଇ ଈଶ୍ୱରଙ୍କର ଗୋଟେ ରୂପ। ସବୁ ଠାକୁର ସମାନ ପ୍ରକାରର। ରାଜକନିକାରୁ ସରୋଜ କୁମାର ବେହେରାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।